ଜଣେ ମା ତାଙ୍କ ପୁଅକୁ ସ୍କୁଲ ଛାଡ଼ିବାକୁ ନଥିଲେ, କିନ୍ତୁ ପୁଅଟି ସ୍କୁଲ ଯିବନି କହି କାନ୍ଦୁଥିଲା। ହଠାତ୍ ଯେତେବେଳେ ତାଙ୍କ ବାପା ଦେଖିଲେ ତାଙ୍କ ପୁଅଟି ସ୍କୁଲ ଯିବାକୁ ମନା କରୁଛି ଆଉ କାନ୍ଦୁଛି, ସେତେବେଳେ ତାଙ୍କ ବାପା ତାକୁ ଗାଳି କରି ସ୍କୁଲ ପଠାଇଥିଲେ। ପୁଅଟି ସ୍କୁଲ ଯାଇଥିଲା। ତାପରେ ଆଉ ଗୋଟେ ଦିନ ପୁଣି ସେ ଟ୍ୟୁସନ୍ ଯିବାକୁ ମନା କରି କାନ୍ଦୁଥିଲା। ପୁଣି ସେ ସମୟରେ ତାଙ୍କ ବାପା ଆସି ତାକୁ ଗାଳି ଦେଲେ ଆଉ ସେ ସମୟରେ ସେ ପୁଣି ଟ୍ୟୁସନ୍ ଗଲା। ପୁଣି ସେ ପାଠ ପଢ଼ିବାକୁ ବସୁନଥିଲା, ପୁଣି ତାଙ୍କ ବାପା ଗାଳି ଦେଲେ, ସେ ପୁଣି ପାଠ ପଢ଼ିବାକୁ ବସିଲା। ଏମିତି କିଛି ଦିନ ଗଲା ପରେ ହଠାତ୍ ପୁଅଟି ଦିନେ ବଡ଼ ହୋଇଗଲା। ଆଉ ପୁଅଟିକୁ ଗୋଟେ ଦିନ ବହୁତ ଜୋର ରାଗ ଆସିଲା। ତାଙ୍କ ବାପା ତାଙ୍କ ସାମ୍ନାରେ ଠିଆ ହେଇଛନ୍ତି, ସେ ତାଙ୍କ ବାପାକୁ ବହୁତ କିଛି କହିଲା। ଆଉ ତାପରେ କହିଲା, ତମେ ଜୀବନରେ ପିଲାଦିନ ଠାରୁ ଆଜି ପର୍ଯ୍ୟନ୍ତ ମୋତେ କେବେ କିଛି ଦେଇନ, କୌଣସି ଜିନିଷ କରିବାକୁ ଗଲେ ମୋତେ ସବୁ ଜିନିଷରେ ଗାଳି କରିଛ, କେବେ ବି କୌଣସି ଜିନିଷ ମୋର ଫୁଲଫିଲ୍ କରିନ। ଏସବୁ କଥା ତାଙ୍କ ମାଆ ଠିଆ ହେଇକି ଶୁଣୁଥିଲେ। ହଠାତ୍ ତାଙ୍କ ମାଆ କହିଲେ, ତୁ କେବଳ ବାପାଙ୍କର ଗୋଟେ ପାର୍ଶ୍ୱ ଦେଖିଛୁ, ଯେଉଁଟାକି ସେ ତୋତେ ଗାଳି ଦେଉଥିଲେ, କିନ୍ତୁ ଗାଳି ଦେବା ପଛରେ ତାଙ୍କର ଯେଉଁ ସ୍ୱାର୍ଥ ଥିଲା କିମ୍ବା ସେ ଯାହା କରୁଥିଲେ ତୁ ସେଇଟା କେବେ ଦେଖିନୁ। ଯେତେବେଳେ ତୁ ସ୍କୁଲ ଯାଉନଥିଲୁ, ତୋତେ ଗାଳି କରୁଥିଲେ, ସେତେବେଳେ ତୁ ସ୍କୁଲ ଗଲା ପରେ ତମ ସ୍କୁଲ ଗେଟ୍ ପାଖରେ ତୋ ବାପା ଯାଇକି ଦେଖୁଥିଲେ ଯେ ମୋ ପୁଅ କ'ଣ କରୁଛି। ଆଉ ତୁ ତାପରେ ସ୍କୁଲ ଗଲା ପରେ ତାର କିଛି ସମୟ ପରେ ତୁ ତୋ ସାଙ୍ଗମାନଙ୍କ ସହିତ ବସି ଖେଳୁଥିଲୁ। ଆଉ ସେ ପୁଣି ସେ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଯେତେବେଳେ ସ୍କୁଲରେ ତୋତେ ନେଇକି ଆସୁଥିଲେ ତାଙ୍କ ମନ ଶାନ୍ତି ହୁଏ। ଯେତେବେଳେ ତୁ ଟ୍ୟୁସନ୍ ଯାଉଥିଲୁ କାନ୍ଦୁଥିଲୁ, ପୁଣି ତୋତେ ଗାଳି କରି ଛାଡ଼ୁଥିଲେ, ତାପରେ ଯାଇକି ସେ ଦେଖୁଥିଲେ ଯେ ତୁ ଆକ୍ଚୁଆଲି କାନ୍ଦୁଛୁ ନା ପଢ଼ୁଛୁ। କିନ୍ତୁ କିଛି